ନମସ୍କାର। ମୁଁ ହେଉଛି ରେଭରେଣ୍ଡ ମନୋଜ କୁମାର ସାଧୁ। ଆଉ ମୁଁ ବୈପାରୀଗୁଡ଼ାର ଗ୍ରାମ୍ୟ ମଣ୍ଡଳୀରେ ଲୋକାଲ ଚର୍ଚ୍ଚର ପାଷ୍ଟର ଥିଲି। ଆଉ ବର୍ତ୍ତମାନ ଆମର କେନ୍ଦ୍ରାଳୟ ଠାରୁ ବା ଆମର ରାଇଟ୍ ରେଭରେଣ୍ଡ ବିଶପ୍ ଆମର ବିଧାନ କୁମାର ନାୟକଙ୍କର ଦ୍ୱାରା ଉଦ୍ଘାଟିତ ହୋଇଛି ପ୍ୟାରିସ୍। ଆଉ ବୈପାରୀଗୁଡ଼ା ଗୋଟିଏ ପ୍ୟାରିସ୍ ଭାବରେ ଉଦ୍ଘାଟିତ ହେଲା ଗତ 29/11/2024। ଆଉ ଆମେ ସମସ୍ତେ ଆନନ୍ଦିତ ଅଛୁ। ଆଉ ସମସ୍ତେ ଆମମାନେ ଉତ୍ସାହ ଭାବରେ ପାଳନ କଲୁ ସେଇ ଉଦ୍ଘାଟନ ଦିବସକୁ। ସମସ୍ତେ ଆନନ୍ଦିତ ମନରେ ସମସ୍ତେ ଆମମାନେ ପାଳିତ କରିଛୁ। ଆଉ ଅନେକ ପ୍ରକାର ସିନିୟର ଚେୟାରମ୍ୟାନ୍ ମଧ୍ୟ ଅଫିସ୍ ବେରିୟର ଜସବୀର ଦାନିଏଲ ପାଲ ମଧ୍ୟ ଅନେକ ପାଳକମାନେ ଏଠାରେ ଉପସ୍ଥିତ ଥିଲେ। ଆଉ ଅନେକ ମଣ୍ଡଳୀର ଲୋକମାନେ ମଧ୍ୟ ଏଠାରେ ଉପସ୍ଥିତ ଥିଲେ। ଆଉ ସମସ୍ତେ ମଧ୍ୟ ସେହି ଦିନରେ ଆନନ୍ଦିତ ଅଛନ୍ତି। ସେଥିପାଇଁ କେନ୍ଦ୍ରାଳୟର ମହାନ ବ୍ୟକ୍ତିମାନଙ୍କୁ ମଧ୍ୟ ଆମମାନଙ୍କ ଅଫିସ୍ ବେରିୟରଙ୍କୁ ମଧ୍ୟ ପ୍ରଧାନ ମଣ୍ଡଳୀକୁ ସମସ୍ତଙ୍କୁ ମୁଁ ପ୍ୟାରିସ୍ ପାଳକ ହିସାବରେ ଧନ୍ୟବାଦ ଜ୍ଞାପନ କରୁଛି। ଧନ୍ୟବାଦ। ମୁଁ ହେଉଛି କୃପାଦାନ ଖରା, ବୈପାରୀଗୁଡ଼ା ଜେଏସି ମଣ୍ଡଳୀର ପ୍ରାଚୀନ। ବହୁତ ବର୍ଷ ତଳେ ପ୍ରାଚୀନ କାର୍ଯ୍ୟ କରି 40ରୁ ଏଭବ କାର୍ଯ୍ୟ କରିଥିଲି। ତାପରେ କେତେଟା ଗ୍ରାମ୍ୟ ମଣ୍ଡଳୀକୁ ଧରିକିରି ଆମର ଗୋଟେ ପ୍ୟାରିସ୍ ହେବ। ସେଇଟା କରିବୁ ବୋଲିକିନା ଆମେ ଗାଁର ପ୍ରେସିଡେଣ୍ଟ ସାଙ୍ଗରେ କାର୍ଯ୍ୟକାରୀ ସାଙ୍ଗରେ ବହୁତ ଚେଷ୍ଟା କରି ଆମେ କେନ୍ଦ୍ରାଳୟରେ ଗଲୁ ବିଶପ୍ ମହାଶୟଙ୍କ ପାଖରେ। ବିଶପ୍ ମହାଶୟ କହିଲେ ହଁ ଠିକ୍ ଅଛି, ଆମେ ଭେରିଫିକେସନ୍ ଆଇବୁ, ଆସିକି ଦେଖିବୁ, ଦେଖିଲା ପରେ ଆମେ ଗୋଟେ ପ୍ୟାରିସ୍ ମଣ୍ଡଳୀ କରିବୁ। ତାପରେ 29/11/2024 ତାଙ୍କେ ଆସିକିରି ଆଉ ଏ ମଣ୍ଡଳୀକୁ ତାଙ୍କେ ଇନାଗୁରେସନ୍ କଲେ। ଆଉ ପ୍ରତ୍ୟେକ ଷ୍ଟାଫ୍ ଆସିଥିଲେ, ବିଶପ୍ ବିଧାନ ନାୟକ ଆଉ ଟ୍ରେଜେରର ସିନିୟର ଚେୟାରମ୍ୟାନ୍ ମନୋଜ କୁମାର ନାଗ ଆଉ ଟ୍ରେଜେରର ହେଉଛନ୍ତି ଆସିଥିଲେ। ଆସିକିନା ଏଇଟା ଉଦ୍ଘାଟନ କରି ତାଙ୍କେ ଗଲେ। ତେଣୁକରି ଆମେ ଏଇ ସ୍ଥାନରେ ରହିଛୁ। ଆଉ ଆମର ଅନେକ ପ୍ରକାର ଅଛି, କିନ୍ତୁ ଏଇଟା ଆମେ ଗୋଟେ ପ୍ରୟାସ କରିଥିବା ବୋଲି ଆମେ କରିଦେଇଛୁ। ବହୁତ ବର୍ଷଠୁ ଆମେ ଲାଗି ପଡ଼ିଥିଲୁ, ତଥାପି ହେଇପାରିଲା ନାହିଁ। ଏବେ ବର୍ତ୍ତମାନ ହେଇଛି, ଆମକୁ ବହୁତ ଖୁସି ଲାଗୁଛି, ବହୁତ ଖୁସି ଲାଗୁଛି। ମୋ ନାଁ ହେଉଛି ଈଶ୍ୱରଚନ୍ଦ୍ର ଟାକରି, ବୈପାରୀଗୁଡ଼ା ଗ୍ରାମ ମଣ୍ଡଳୀର ସଭାପତି ଥିଲି, ଆଉ ବର୍ତ୍ତମାନ ବି ଅଛି। ତାର ପରବର୍ତ୍ତୀ ଆମମାନଙ୍କର ବୈପାରୀଗୁଡ଼ା ମଣ୍ଡଳୀକୁ ପ୍ୟାରିସ୍ କରିବା ନିମନ୍ତେ ବହୁତ ଦୀର୍ଘ ଦିନ ଧରି ଆମେ ଅପେକ୍ଷାରେ ଥିଲୁ। ପୁଣି କର୍ତ୍ତୃପକ୍ଷ ପ୍ରଧାନ ସଭାରେ ମହାସଭାରେ ମଧ୍ୟ ଆମେ ଅନେକ ପ୍ରକାର ଆପତ୍ତି ଅଭିଯୋଗ କରିଥିଲୁ। ତତ୍ସଙ୍ଗେ ମଧ୍ୟ ଆମମାନଙ୍କର ଅନେକ ବିଷୟ ଶୁଣି ଆଉ ଆମମାନଙ୍କର ମଣ୍ଡଳୀ ପ୍ରତି ସଦା ହେଇ ଜଣେ ପାଳକକୁ ମଧ୍ୟ ନିଯୁକ୍ତ କରିଥିଲେ, ରେଭରେଣ୍ଡ ମନୋଜ କୁମାର ସାଧୁଙ୍କୁ ଦେଇଥିଲେ। ତାର ପରବର୍ତ୍ତୀରେ ଅନେକ ପ୍ରକାର କାର୍ଯ୍ୟ ପରେ ଆମର ଦିନକୁ ମଣ୍ଡଳୀ ଅଗ୍ରଗତି ହେଲା। ପୁଣି ଅନେକ ପ୍ରକାର ମଣ୍ଡଳୀ ମଧ୍ୟ ଦିନକୁ ବଢ଼ିବାକୁ ଗଲା। ତେଣୁକରି କେନ୍ଦ୍ରାଳୟର ବିଶପ୍ ମହୋଦୟଙ୍କୁ ଆଉ ସିନିୟର ଚେୟାରମ୍ୟାନ୍ଙ୍କୁ ଯେତିକି ଅଫିସ୍ ବେରିୟର ଅଛନ୍ତି ସେମାନଙ୍କୁ ବହୁବାର ଆମେ ଅନୁରୋଧ କରିଥିଲୁ। ଆମମାନଙ୍କର ଅନୁରୋଧ ସେ ଶୁଣିଲେ। ଆଉ ଶୁଣି ବୈପାରୀଗୁଡ଼ାକୁ ଆମର ବର୍ତ୍ତମାନ 29/11/2024 ତାରିଖରେ ଏହି ବୈପାରୀଗୁଡ଼ା ପ୍ୟାରିସ୍ ଭାବରେ ମାନ୍ୟତା ଦେବା ପାଇଁ ଆସି ସମସ୍ତେ ଉପସ୍ଥିତ ହୋଇ ଆମକୁ ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ସୁଯୋଗ ଦେଲେ। ତେଣୁ ଏହି ତାଲୁକ ପ୍ୟାରିସ୍ ମଣ୍ଡଳୀରୁ କର୍ତ୍ତୃପକ୍ଷ କେନ୍ଦ୍ରାଳୟର ଓ ପ୍ରଧାନ ସଭା ସମସ୍ତଙ୍କୁ ମୁଁ ସଭାପତି ଭାବରେ ତାଙ୍କୁ ଧନ୍ୟବାଦ ଜ୍ଞାପନ କରେ। ଧନ୍ୟବାଦ। ନମସ୍କାର। ସର୍ବପ୍ରଥମେ ଏହି କାର୍ଯ୍ୟକ୍ରମ ଶାନ୍ତି ଓ ମୈତ୍ରୀ ପ୍ରସାରିତ କରିବା ପାଇଁ ଜୈଲମୁର ଯେ ବିଶପ୍ ମହୋଦୟ ଏହି ସ୍ଥାନରେ ଉପସ୍ଥିତ ରହି ସମସ୍ତ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି, ଯେକୌଣସି ସ୍ଥାନରେ ରହିଲେ ବା ଯେକୌଣସି ଦେଶରେ ରହିଲେ ବାଇବଲ ଶିକ୍ଷା ଦିଏ ଯେ ସେହି ଦେଶର ସମ୍ବିଧାନକୁ ମାନି ଆମେ ଯେପରି ମାତୃପ୍ରେମକୁ ବଞ୍ଚାଇ ରଖିବୁ ଆଉ ପରସ୍ପର ପ୍ରତି ମାନବିକତା ଦେଖାଇ ଏହିଥିରୁ ନିବାସୀ ହେବୁ। ଆଉ ଖ୍ରୀଷ୍ଟ ଯେ ଶାନ୍ତିର ରାଜା ଅଟନ୍ତି, ଆଉ ସେହି ଶାନ୍ତି ଧରି ଆମେ ଏହି ଅଞ୍ଚଳରେ ବସବାସ କରିବୁ। ଏହା ହିଁ ଆମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ। ପ୍ରେମ ବାଣ୍ଟିବୁ, ଶାନ୍ତିରେ ରହିବୁ
ଆଉ ଯେଉଁ ଅଞ୍ଚଳରେ ରହିବୁ ଶାନ୍ତି ହିଁ ପ୍ରସାର କରିପାରିବୁ। ସେଥିଲାଗି ଏହି ବାର୍ତ୍ତା ବିଶପ ଦେଇଛନ୍ତି। ଆଉ ଏହି ମଣ୍ଡଳର କର୍ତ୍ତବ୍ୟ ଆମେ ସମସ୍ତେ ଶାନ୍ତି ଓ ପ୍ରେମ ଯଦି ବାଣ୍ଟି ପାରିବୁ, ସେଥିଲାଗି ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ। ଆଉ ଏହି ମାଧ୍ୟମରେ ଯେଉଁମାନେ ଆମକୁ ଏହି ଅଧିକାର ଦେଇଛନ୍ତି ବା କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି।